ଆଜି ଦିନ ବେଳେ ଆମର ପେଟ୍ରୋଲିଂ ପାର୍ଟି ଯେତେବେଳେ ପେଟ୍ରୋଲିଂ କରୁଥିଲେ ଏସ୍ଆଇ ରୋଜନିସ୍ ବାଙ୍କ ମାନେ ଟିମ୍ ସେ ଗୋଟେ ଖବର ପାଇଲେ ଯେ ଗୋଟେ ପିକଅପ୍ରେ କିଛି କଫ୍ ସିରପ୍ ଯୋଉଟାକି ଆମର ବ୍ୟାନ୍ ଅଛି ସେଇ କଫ୍ ସିରପ୍ କଟାପଲ୍ଲୀ ପଟକୁ ଯାଉଛି। ଆକର୍ଡିଂଲି ସେମାନେ ଆଇଏଏସ୍ ଇନଫର୍ମେସନ୍ କଲେ ଆଉ ଆମର ଏସ୍ପି ସାହେବଙ୍କୁ ଇନଫର୍ମେସନ୍ କଲେ। ଏସ୍ପି ସାହେବ ଗୋଟେ ଟିମ୍ ସାଙ୍ଗେ ସାଙ୍ଗେ ଇମିଡ଼ିଏଟଲି ଓଭର ଫର୍ମ କରିକି ପଠେଇଲେ। ବାକି ଆମେ ଚେଞ୍ଜ କଲୁ ସେଇଟାକୁ ସେ ଯେଉଁ ପିକଅପ୍ଟାକୁ ସେ ପିକଅପ୍ ଆକ୍ଚୁଆଲି କଟାପାଲି ଜଷ୍ଟ କେନାଲଟା ପାରି ହେଲା ପରେ ଅନଲୋଡ଼ କରିଦେଇକିରି ପୋଲିସ ଯେତେବେଳେ ଜାଗା ଉପରେ ପହଞ୍ଚିଲା ସେଇଟା ପଳେଇଲା। ଆଉ ସେ ଜାଗାରେ 7-8 ଜଣ ଥିଲେ। ତା ଭିତରୁ ଆମେ 2 ଜଣଙ୍କୁ ଆପ୍ରିହେଣ୍ଡ କଲୁ। 2ଟା ସ୍କୁଟି ବି ଆମେ ସେ ଜାଗାରୁ ପାଇଛୁ ଆଉ ଗୋଟେ ମୋବାଇଲ ରିକଭରି କରିଛୁ। ପରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଆଉ ୱିଟନେସ୍ ନେଇକିରି ସର୍ଚ୍ଚ କଲା ପରେ ଜଣା ପଡ଼ିଲା ଯେ ତା ଭିତରେ ଯେଉଁ 6ଟା ପ୍ୟାକେଟ୍ ସେମାନେ ଛାଡ଼ିକିରି ଯାଇଥିଲେ ସେଥିରେ ଟୋଟାଲ 2700 2700 ବଟଲ କଫ୍ ସିରପ୍ ଅଛି। ଆଉ ଯେହେତୁ ତାଙ୍କ ପାଖରେ କିଛି ସେ କଫ୍ ସିରପ୍ ମାନେ ନେବାର କାଗଜପତ୍ର କିଛି ନଥିଲା ସେ ବାବଦରେ ଟାଉନ୍ ଥାନାରେ କେସ୍ ହେଇଛି। କେସ୍ ନମ୍ବର ହେଉଛି 719। ଆଉ ସେ 2 ଜଣ ଆମର ଗିରଫ ହେଇଛନ୍ତି ବର୍ତ୍ତମାନ। ସୁରଜଲ ନାଗ ଆଉ ସିକ୍ୟୁରିଟି ଚୌଧୁରୀ ଯେଉଁମାନଙ୍କୁ ସ୍ପଟରୁ ଆମେ ଆପ୍ରିହେଣ୍ଡ କରିଥିଲୁ। ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଉ ଯେଉଁମାନେ ଆବସ୍କଣ୍ଡ କରିଯାଇଛନ୍ତି ସ୍ପଟରୁ ବହୁତ ଶୀଘ୍ର ଆମେ ତାଙ୍କୁ ବି ଆରେଷ୍ଟ କରିବୁ। ରିଗାର୍ଡିଂ କଫ୍ ସିରପ୍ ଏଇଟା ତ ଆମର ଏସ୍ପି ସାହେବଙ୍କର ସଖ୍ତ ନିର୍ଦ୍ଦେଶ ଅଛି ଯେ ଆମେ ବି ଭିଜିଲାଣ୍ଟ ଅଛୁ। ଯେଉଁ ଜାଗାରେ ବି ମାନେ ଏସବୁ ଜିନିଷ ହେବ ଇଲିଗାଲ କଫ୍ ସିରପ୍ କେଉଁଠି ଆଣିକିରି ବିକ୍ରି ବଟା କରିବେ ଆମ ପାଖକୁ ଖବର ଆସିବେ ଆମେ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ଆକ୍ସନ୍ ନେବୁ।